हेलो हाय नमस्कार जय जगन्नाथ। आशा करছি ଆପଣମାନେ ବହୁତ ଭଲ ଥିବେ। ମୁଁ ବି ବହୁତ ଭଲରେ ଅଛି। ଆଜି ମୁଁ ନେଇ ଆସିଛି ଏକ ଶାଗର ରେସିପି। ହେଲେ ରେସିପିର ପ୍ରଣାଳୀ ପ୍ରସ୍ତୁତି ଭିଡ଼ିଓଟି ମୁଁ ବନେଇ ନାହିଁ। ଏମିତି ମନଟା ଭଲ ଲାଗୁନଥାଏ ଦୋକାନ ଘରେ ବସି ଏକା ଏକା। ଶାଗ ବାପା ବାଡ଼ିରୁ ଆଣିଥିଲେ, ଶାଗ ଗୁଡ଼ିକୁ ମୁଁ ବାଛୁଥିଲି। ତେଣୁକରି ସେଇ ସମୟରେ ଗୋଟେ ଭିଡ଼ିଓଟି ମୁଁ ବନେଇ ଦେଇଛି, ସର୍ଟ ଭିଡ଼ିଓ। ଦେହଟି ଟୋଟାଲି ଭଲ ନାହିଁ, ମନ ବି ଟୋଟାଲି ଭଲ ଲାଗୁନାହିଁ। ବହୁତ ଜୋରସେ ଥଣ୍ଡା ହୋଇଯାଇଛି ମୋତେ। ଆଜି ଶନିବାର, ପୁରା ଭେଜ୍ ଉପରେ ହେବ ସବୁ ଘରେ। ତେଣୁକରି ମୁଁ ତା ଭିତରେ ଗୋଟେ ଆଇଟମ୍ ଶାଗ ରହିଛି। ଶାଗ ମୋତେ ବହୁତ ପସନ୍ଦ। ଶାଗ ଖାଇଲେ ଆଖିର ପାୱାର ବଢ଼େ, ଆଉ ଚୁଟି ବି ବହୁତ ଭଲ ରହେ। ଶାଗରେ କେତେ ପ୍ରକାର ଭିଟାମିନ୍ ଅଛି। ଶାଗ ନିହାତି ସପ୍ତାହକୁ ଥରେ ଦୁଇଥର ଖାଇବା ଦରକାର। ମୋତେ ତ ଶାଗ ଭିତରୁ ସୁନସୁନିଆ ଶାଗ ଆଉ ସଜନା ଶାଗ ବହୁତ ପସନ୍ଦ। ଆଉ କୋଶଳା ଶାଗ ବଡ଼ି ପକାଇ ଭାଜିଲେ ବହୁତ ପସନ୍ଦ। ବିଭିନ୍ନ ପ୍ରକାର ଶାଗ ଅଛି, କିନ୍ତୁ ଶାଗ ନିହାତି ଆମର ଏଇ ଶୀତ ଦିନ ଆସିଲା, ଏବେ ପାଳଙ୍ଗ ଶାଗ ଆସିବ। ପାଳଙ୍ଗ ଶାଗ, ମେଥି ଶାଗ ତ ମୁଁ ଆଣିକି ଚକୁଳି ପିଠା ବନେଇକି ଖାଏ। ଦେଖନ୍ତୁ ଶାଗ ସବୁ ମାନେ ଘରେ ବି କେହି ବି ଏବେ ନାହାନ୍ତି, ଦୋକାନ ଘରେ ବସିକି ଏକା ଏକା ମୁଁ ଭଲ ଲାଗିଲାନି। ମୁଁ ଯେମିତି ଘରର ଗୋଟେ ଜେଜେମା, ସେମିତି ଜେଜେମା ଟାଇପ୍ରେ ସବୁ ଘରରେ ଏମିତି ଚାଉଳ ବାଛା ଧାନ ବାଛା ଏମିତି ହୁଏ, ସେମିତି ମୁଁ ଶାଗ ବି ବାଛି ଦେଉଛି। ଶାଗ ବାଛିକି ତାପରେ ମୁଁ ନିଜେ ହିଁ ରୋଷେଇ କରିବି, କିନ୍ତୁ ସେଇ ଶାଗର ରେସିପି ଭିଡ଼ିଓଟା ମୁଁ ବନେଇ ନାହିଁ। ସେମିତି ତ ନର୍ମାଲି ରେସିପିଟା ସମସ୍ତେ ଜାଣିଥିବେ। ଏମିତି ସଜନା ଶାଗ ସହିତ ଆମର ପୋଇପତ୍ର, ଲେଉଟିଆ ପତ୍ର, ଏମିତି କିଛି ପତ୍ର ବି ବାପା ଆଣିଛନ୍ତି। ଆଉ ଆମର କଖାରୁ ପତ୍ର, ଏମିତି କିଛିଟା ପତ୍ର ଅଛି। ସେ ପତ୍ରକୁ ବି ଛୋଟ ଛୋଟ ପିସ୍ ପିସ୍ କରି କାଟିକି ତାକୁ ବି ପ୍ରଥମେ କଢ଼େଇରେ ଲୁଣ ପକାଇକି ସିଝାଇ ଦେବେ। ସିଝେଇ ବାହାର କରିଦେଲା ପରେ ତାପରେ କଢ଼େଇରେ ତେଲ ପକାଇବେ। ଜିରା, ଫୁଟଣ, ଶୁଖିଲା ଲଙ୍କା, ରସୁଣ ଛେଚା ପକାଇକି ତାପରେ ଶାଗଟାକୁ ତା ଦେହରେ ଦେଇକି ଭାଜିବେ। ବହୁତ ସ୍ୱାଦିଷ୍ଟ।